ଆପଣଙ୍କର ଯଦି ତୁଳା ରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ତୁଳା ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ଏହି 2026ରେ ବହୁତ ମାତ୍ରାରେ ଆପଣଙ୍କ ଜୀବନଟି ପରିବର୍ତ୍ତନ ଘଟିବ ଏବଂ ଆପଣଙ୍କ ଜୀବନରେ ଯେଉଁ ସବୁ ବାଧାବିଘ୍ନ ଆସୁଥିଲା ସେଗୁଡ଼ିକ ମଧ୍ୟ ଦୂରେଇ ଯିବ। ତେଣୁ ଆପଣ ଯଦି ତୁଳା ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି ତେବେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖି କମେଣ୍ଟରେ ଜୟ ଜଗନ୍ନାଥ, ଜୟ ଶନିଦେବ, ଜୟ ମହାଦେବ ନିଶ୍ଚୟ ଲେଖିବେ। ଦେଖନ୍ତୁ, ତୁଳା ରାଶିର ବ୍ୟକ୍ତିବିଶେଷଙ୍କର ପ୍ରଥମତଃ ଅଧିପତି ହେଉଛନ୍ତି 2026ରେ ହେଉଛନ୍ତି ଶୁକ୍ର ମହାଗ୍ରହ, ଯାହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଖୁସିର ଖବର ଅଟେ। କାରଣ ଶୁକ୍ର ହେଉଛନ୍ତି ଆମର ଯେଉଁ ରାଜନୀତିର ଦେବତାଙ୍କ ମଧ୍ୟରେ ସେନାପତି। ତେଣୁ ଆପଣଙ୍କ ଜୀବନରେ ଯେଉଁ ସବୁ ବାଧାବିଘ୍ନ ଆସୁଥିଲା ସେଗୁଡ଼ିକ ମଧ୍ୟ ଦୂରେଇ ଯିବ ଏବଂ ଆପଣଙ୍କର ଯେଉଁ ନବଗ୍ରହ ସ୍ଥିତିରେ ସୂର୍ଯ୍ୟ ଏବଂ ଶନି, ଦେବଗୁରୁ ବୃହସ୍ପତି ଆପଣଙ୍କର ଉଚ୍ଚ ସ୍ଥାନରେ ଅନୁକୂଳ ସ୍ଥିତିରେ ରହିବେ। ଫଳରେ ଆପଣଙ୍କ ଜୀବନରେ ଯେଉଁ ସବୁ ବାଧାବିଘ୍ନ ଆସୁଥିଲା କିମ୍ବା ଆପଣଙ୍କର ପାରିବାରିକ କ୍ଷେତ୍ର ହେଉ, ଯେଉଁ ଲଭ୍ ଲାଇଫ୍ କ୍ଷେତ୍ର ହେଉ, ଆପଣଙ୍କ ଜୀବନରେ ଯେଉଁ ଏହିସବୁ କ୍ଷେତ୍ରରେ ଆପଣଙ୍କର ବାଧାବିଘ୍ନ ସୃଷ୍ଟି ହେଉଥିଲା, ଆପଣଙ୍କୁ କୌଣସି ମାନହାନିର ସମ୍ମାନ ହାନିର ହାନି ଘଟୁଥିଲା କିମ୍ବା ମାନ ସମ୍ମାନରେ ଆପଣଙ୍କୁ ବହୁତ ନୀଚ ମିଳୁଥିଲା, ଏଗୁଡ଼ିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ଆପଣଙ୍କ ଜୀବନରେ ବହୁତ ମାତ୍ରାରେ ପରିବର୍ତ୍ତନ ଆସିବ। ଦେଖନ୍ତୁ, ଶୁକ୍ର ରହିଥିବାରୁ ଆପଣଙ୍କୁ ଚାକିରି କିମ୍ବା କୌଣସି ବିଜନେସ୍ କ୍ଷେତ୍ର କରିବାକୁ ଅପରଚ୍ୟୁନିଟି ମିଳିପାରେ ଏବଂ ଶୁକ୍ର ଗ୍ରହଙ୍କ ସକାଠୁ ଆପଣଙ୍କ ଶରୀରରେ ବୃଦ୍ଧି ଘଟିବ। କ'ଣ ବୃଦ୍ଧି ଘଟିବ ନା, ଦେଖନ୍ତୁ, ଆପଣ ଯଦି ହାଇଟ୍ ବଢ଼ାଇବାକୁ ଚାହୁଁଥାନ୍ତି ଆପଣଙ୍କର ୱେଟ୍ କମାଇବାକୁ ଚାହୁଁଥାନ୍ତି, ଆପଣଙ୍କର ଶାରୀରିକ କ୍ଷେତ୍ରରେ ଏହିପରି ଭାବରେ ଆପଣ ଚେଞ୍ଜ କରିପାରିବେ। ଏବଂ ଦେବଗୁରୁ ବୃହସ୍ପତି ଏବଂ ଶନି ଉପର ସ୍ଥାନରେ ମାତ୍ର ଉଚ୍ଚ ସ୍ଥାନରେ ଆପଣଙ୍କର ରହିଛନ୍ତି, ଯାହା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ନା କ'ଣ? ଦେବଗୁରୁ ବୃହସ୍ପତି ହେଉଛନ୍ତି ଧନର ପ୍ରତୀକ, ଯାହା ଆପଣଙ୍କୁ ଧନଶାଳୀ କରାଇବେ ଏବଂ ଆପଣଙ୍କର ଜ୍ଞାନ ମଧ୍ୟ ବୃଦ୍ଧି କରାଇବେ। ଏବଂ ଶନି ରହିଲେ କର୍ମଫଳଦାତା, ଯାହା ଦେବଗୁରୁ ବୃହସ୍ପତିଙ୍କ ସହ ଏକତ୍ରିତ ହୋଇ ଆପଣଙ୍କର ଉଚ୍ଚ ସ୍ଥାନରେ ଭ୍ରମଣ କରିବେ ଏବଂ ଏହି 2026ରେ ଆପଣଙ୍କର ଉଚ୍ଚ ସ୍ଥାନରେ ରହି ମଧ୍ୟ ଆପଣଙ୍କ ଉପରେ ବିରାଜମାନ କରିବେ। ଫଳରେ ଆପଣଙ୍କର କ'ଣ ଘଟିବ ନା, ଦେଖନ୍ତୁ, ଆପଣ ଯେତେ ମାତ୍ରାରେ ଭଲ କର୍ମ କରିପାରିବେ। ଆପଣ କୌଣସି ଦାରିଦ୍ର ବ୍ୟକ୍ତି ହେଉ କିମ୍ବା କୌଣସି ଗରିବ ବ୍ୟକ୍ତି ହେଉ, ଆପଣ ଯଦି ଖାଦ୍ୟ ପାନୀୟ ବସ୍ତ୍ର ଆପଣ ଏହିପରି ଭାବରେ ଯଦି କୌଣସି ଯେକୌଣସି ଭାବରେ ଆପଣ ଯଦି ଆପଣ ଦାନ କରିପାରିଲେ, ଅର୍ଥ ଦାନ ହେଉ, ବସ୍ତ୍ର ଦାନ ହେଉ, ଆପଣଙ୍କ ଦ୍ୱାରା ଯେକୌଣସି ଭାବରେ ସମ୍ଭବ ହୋଇପାରୁଛି, ତେବେ ଶନି ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ ଏବଂ ଆପଣଙ୍କ ବହୁତ ମାତ୍ରାରେ ଧନର ମଧ୍ୟ ପ୍ରାପ୍ତି କରାଇବେ। ଶନି ଏବଂ ଦେବଗୁରୁ ବୃହସ୍ପତି ହେଉଛନ୍ତି ଧନର ପ୍ରତୀକ, ଯାହା ଆପଣଙ୍କର ଉଚ୍ଚ ସ୍ଥାନରେ ରହି ଆପଣଙ୍କ ଜୀବନଟିକୁ ସୁନ୍ଦର ଏବଂ ସରଳ ମଧ୍ୟ କରାଇବେ। ଆଉ ରହିଲା ସୂର୍ଯ୍ୟଙ୍କ ହେତୁ ଆପଣଙ୍କର ଯେଉଁ ପାରିବାରିକ କ୍ଷେତ୍ରରେ ବାଦବିବାଦ ସୃଷ୍ଟି ହେଉଥିଲା, ଭାଇ ଭାଇଙ୍କ ମଧ୍ୟରେ ସମ୍ପର୍କ ଅତୁଟ ହେଉଥିଲା, ଆପଣଙ୍କର ପାରିବାରିକ କ୍ଷେତ୍ରରେ ହେଉ, ସ୍ୱାମୀ ସ୍ତ୍ରୀଙ୍କ କ୍ଷେତ୍ରରେ ହେଉ, ଲଭ୍ ଲାଇଫ୍ କ୍ଷେତ୍ରରେ ହେଉ, ଆପଣ ଯେଉଁ ବାଧାବିଘ୍ନର ସମ୍ମୁଖୀନ ହେଉଥିଲେ ଏଥିରୁ ଦୂରେଇ ଯିବେ। ଏବଂ ସ୍ୱାସ୍ଥ୍ୟ ଅବସ୍ଥାରେ ଯଦି ଦେଖିବା, ବୁଧ ମଧ୍ୟ ଆପଣଙ୍କର ଦ୍ୱାଦଶ ଘରେ ରହିବେ। ଫଳରେ ଆପଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ବହୁତ ମାତ୍ରାରେ ପରିବର୍ତ୍ତନ ଘଟିବ। ଆପଣଙ୍କୁ ଖାସ୍ କରି ଚର୍ମଜନିତ ଯେଉଁ ଯାଦୁକାଛୁ ଜନିତ ସମସ୍ୟା ଦିଶୁଥିଲା, ଏଗୁଡ଼ିକ ସବୁଠାରୁ ଦୂରେଇ ଯିବ ଏବଂ ଆପଣ ଯେଉଁ ସମ୍ପତ୍ତି କିମ୍ବା ଯେକୌଣସି କ୍ଷେତ୍ରରେ ଆପଣ ଯେଉଁ ଚିନ୍ତା କରୁଥିଲେ, ଅତ୍ୟନ୍ତ ଆପଣଙ୍କର ଝିଅ ବିବାହ ହେଇଯାଉ କିମ୍ବା ପୁଅଙ୍କର ଚାକିରି ପାଇଁ ହେଉ, ଯେଉଁ ଆପଣ ବହୁତ ମାତ୍ରାରେ ଚିନ୍ତା କରୁଥିଲେ, ଏଥିରୁ ମଧ୍ୟ ଦୂରେଇ ଯିବେ। ଆପଣଙ୍କର ମନ ମଧ୍ୟ ବହୁତ ସଫା ହୋଇଯିବ ଏବଂ ଆପଣଙ୍କୁ ବହୁତ ମାତ୍ରାରେ ଶାନ୍ତି ମିଳିବ ଏବଂ ଆତ୍ମାକୁ ମଧ୍ୟ ପୁଣ୍ୟ ପ୍ରାପ୍ତିର ଆପଣଙ୍କୁ ଏହିପରି ଭାବରେ ମନୋଭାବ ହେବ। ତେଣୁ ଆପଣଙ୍କ ପାଇଁ ଏହି 2026ରେ ବହୁତ ମାତ୍ରାରେ ପାଗ ଆପଣଙ୍କ ପାଇଁ ଅନୁକୂଳ ରହିବ। ଆପଣଙ୍କର ନବଗ୍ରହ ସ୍ଥିତି ବହୁତ ମାତ୍ରାରେ ଆପଣଙ୍କ ପାଇଁ, ଆପଣଙ୍କ ଗ୍ରହ ପାଇଁ ଏବଂ ଆପଣଙ୍କ ରାଶି ପାଇଁ ବହୁତ ମାତ୍ରାରେ ଅନୁକୂଳ ରହିବେ। ତେଣୁ ଆପଣ ଯେତେ ମାତ୍ରାରେ ପାରିବେ
ଆପଣ ଯେତେ ମାତ୍ରାରେ ପାରିବେ ପ୍ରତ୍ୟେକ ଦିନ ସ୍ନାନ କରିସାରିବା ମାତ୍ରେ ସୂର୍ଯ୍ୟ ନମସ୍କାର କରନ୍ତୁ ଏବଂ ଆପଣ ପ୍ରତ୍ୟେକ ସୋମବାର ଦିନ ମହାଦେବ ମନ୍ଦିରକୁ ମଧ୍ୟ ଯାତ୍ରା କରନ୍ତୁ, ଜଳଶୟୀ ଅର୍ପଣ କରନ୍ତୁ ଏବଂ ବେଲପତ୍ର ମଧ୍ୟ ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କର ବହୁତ ମାତ୍ରାରେ ମଙ୍ଗଳ ଘଟିବ। ଏବଂ ଅନ୍ୟ ଏକ କାମ କରନ୍ତୁ ନା କ'ଣ, ମହାବୀର ମନ୍ଦିରକୁ ଯାଆନ୍ତୁ, ହନୁମାନ ମନ୍ଦିରକୁ ଯାଆନ୍ତୁ। ପ୍ରତ୍ୟେକ ଦିନ ହନୁମାନ ଚାଳିଶା ମଧ୍ୟ ପାଠ କଲେ ଆପଣଙ୍କ ଜୀବନଟି ମଧ୍ୟ ବହୁତ ସରଳ ଏବଂ ସୁନ୍ଦରମୟ ହୋଇଯିବ। ଯେତେ ମାତ୍ରାରେ ପାରୁଛନ୍ତି ହରି ମହାମନ୍ତ୍ର ମଧ୍ୟ ଜପ କରନ୍ତୁ। ହରି ମହାମନ୍ତ୍ର ଜପ କରିବା ଦ୍ୱାରା ଆପଣଙ୍କର ନବଗ୍ରହର ସ୍ଥିତି ପୁରା ସୁଦୃଢ଼ ହୋଇଯିବ ଏବଂ ଆପଣଙ୍କ ପାଇଁ ବହୁତ ମାତ୍ରାରେ ନବଗ୍ରହଙ୍କର ସ୍ଥିତି ସ୍ଥିର ହୋଇଯିବ। ତେଣୁ ଆପଣଙ୍କ ଜୀବନଟି ବହୁତ ମାତ୍ରାରେ ଏହିପରି ଭାବରେ ପରିବର୍ତ୍ତନ ଘଟିବ। ଏହି 2026ରେ ଆପଣଙ୍କ ଜୀବନଟି ବହୁତ ମାତ୍ରାରେ ପରିବର୍ତ୍ତନ ହେବାକୁ ଯାଉଅଛି। ତେଣୁ ଆପଣ ଯଦି ତୁଳା ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥାନ୍ତି, ତେବେ କମେଣ୍ଟରେ ଜୟ ଜଗନ୍ନାଥ, ଜୟ ମହାଦେବ, ଜୟ ଶନିଦେବ ନିଶ୍ଚୟ ଲେଖିବେ। ରହୁଛୁ, ଧନ୍ୟବାଦ।